ଶ୍ରୋତାବନ୍ଧୁ, ଶ୍ରୀମଦ୍ ଭାଗବତର ଏକାଦଶ ସ୍କନ୍ଧ ଅନ୍ତର୍ଭୁକ୍ତ ତୃତୀୟ ଅଧ୍ୟାୟ, ଯାହାର ଶୀର୍ଷକ ହେଉଛି ମାୟା ଏବଂ ମାୟାକୁ ପାର ହେବାର ଉପାୟ ତଥା ବ୍ରହ୍ମ ଓ କର୍ମଯୋଗ ନିରୂପଣ। ରାଜା ନିମି ପଚାରିଲେ, ହେ ଭଗବାନ, ସର୍ବଶକ୍ତିମାନ ପରମ କାରଣ ଭଗବାନ ବିଷ୍ଣୁଙ୍କ ମାୟା ବଡ଼ ବଡ଼ ମାୟାବୀଙ୍କୁ ମଧ୍ୟ ମୋହିତ କରିଦିଏ। ତାହା କେହି ବି ଜାଣିପାରନ୍ତି ନାହିଁ। ମୁଁ ସେହି ପ୍ରଭୁଙ୍କ ମାୟାର ସ୍ୱରୂପ ଜାଣିବାକୁ ଚାହେଁ। କୃପା କରି ମୋତେ ତାହା କୁହନ୍ତୁ। ମନୁଷ୍ୟ ସଂସାରର ତ୍ରିତାପରେ ସନ୍ତପ୍ତ ହୋଇ ରହିଛି। ଭଗବାନଙ୍କର କଥାରୂପୀ ଅମୃତ ହିଁ ହେଉଛି ସେହି ତ୍ରିତାପ ଜ୍ୱରରୁ ରକ୍ଷା ପାଇବାର ଏକମାତ୍ର ମହୌଷଧି। ଆପଣଙ୍କ ମୁଖର ଭଗବତ୍ କଥାରୂପୀ ଅମୃତ ସେବନ କରି ମୋର ସେହି କଥା ଶୁଣିବାର ଉତ୍କଣ୍ଠା ଆହୁରି ଅଧିକରୁ ଅଧିକ ବଢ଼ି ଚାଲିଛି। ମୁଁ ଏତିକିରେ ତୃପ୍ତ ହୋଇପାରୁନାହିଁ। ତୃତୀୟ ଯୋଗୀଶ୍ୱର ଅନ୍ତରୀକ୍ଷ କହିଲେ, ହେ ମହାବାହୁ, ଆଦିପୁରୁଷ ଭଗବାନ ନାରାୟଣ ହେଉଛନ୍ତି ସକଳ ପ୍ରାଣୀଙ୍କର ଆତ୍ମା। ସେ ହିଁ ପଞ୍ଚ ମହାଭୂତରେ ଛୋଟ ବଡ଼ ସମସ୍ତ ପ୍ରକାର ପ୍ରାଣୀକୁ ସୃଷ୍ଟି କରିଛନ୍ତି। ସେ ହିଁ ସମସ୍ତଙ୍କୁ ବିଷୟ ଭୋଗ ପ୍ରଦାନ କରିବା ନିମନ୍ତେ ଅନେକ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରିଛନ୍ତି ଏବଂ ନିଜ ଆତ୍ମସ୍ୱରୂପର ଜ୍ଞାନକୁ ବିସ୍ତାର କରିବା ନିମନ୍ତେ ସ୍ୱୟଂ ହିଁ ଅନେକ ରୂପ ହୋଇଯାଇଛନ୍ତି। ଏଣୁ ସକଳ ସୃଷ୍ଟି ହେଉଛି ଏକମାତ୍ର ପରମାତ୍ମାଙ୍କର ହିଁ ସ୍ୱରୂପ। ଏହିପରି ଭାବରେ ପରମାତ୍ମା ସମସ୍ତ ପ୍ରାଣୀଙ୍କୁ ନିର୍ମାଣ କରନ୍ତି ଏବଂ ପଞ୍ଚ ମହାଭୂତରେ ନିର୍ମିତ ସେମାନଙ୍କ ଶରୀର ମଧ୍ୟରେ ଅନ୍ତର୍ଯ୍ୟାମୀ ରୂପରେ ସ୍ୱୟଂ ପ୍ରବିଷ୍ଟ ହୋଇଯାଆନ୍ତି। ନିଜକୁ ଏକ ମନ ଓ 10 ଇନ୍ଦ୍ରିୟରେ ବିଭକ୍ତ କରି ସେ ସ୍ୱୟଂ ହିଁ ଗୁଣମାନଙ୍କୁ ଉପଭୋଗ କରନ୍ତି, କିନ୍ତୁ ସେ ସେହି ଗୁଣମାନଙ୍କରେ ଆସକ୍ତ ହୁଅନ୍ତି ନାହିଁ। ତାଙ୍କରି ଦ୍ୱାରା ପ୍ରକାଶିତ ଗୁଣ ହିଁ ଗୁଣମାନଙ୍କରେ ପ୍ରବର୍ତ୍ତିତ ହୁଏ। କିନ୍ତୁ ଯେଉଁ ଜୀବ ତାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଜାଗତିକ ବସ୍ତୁ ବ୍ୟକ୍ତି ସଙ୍ଗେ ମୁଁ ଓ ମୋର ଭାବନାରେ ସମ୍ବନ୍ଧ ଯୋଡ଼ିଦିଏ ଏବଂ ସେଗୁଡ଼ିକ ଉପରେ ନିଜର କର୍ତ୍ତୃତ୍ୱ ଓ ଭୋକ୍ତୃତ୍ୱ ଆରୋପଣ କରିଦିଏ, ସେ ବନ୍ଧନରେ ପଡ଼ିଯାଏ। ସେହି ବନ୍ଧନ ହିଁ ହେଉଛି ମାୟା। ଦେହାଭିମାନୀ ମନୁଷ୍ୟ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା ସକାମ ଭାବରେ କର୍ମ କରି ସେହି କର୍ମାନୁସାରେ ଫଳ ଉପଭୋଗ କରେ ଏବଂ ସୁଖ ଓ ଦୁଃଖରେ ବାନ୍ଧି ହୋଇ ଘୂରି ବୁଲେ। ସେ ମୁକ୍ତି ପାଇପାରେ ନାହିଁ। ଏପରି ଭାବରେ ଜୀବ ବହୁ ଅଶୁଭ ଗତି ପାଇଚାଲେ। ମହାଭୂତ ସମୁଦାୟର ପ୍ରଳୟ ହେବା ପର୍ଯ୍ୟନ୍ତ ସେ ଜନ୍ମ ପରେ ମୃତ୍ୟୁର ଓ ମୃତ୍ୟୁ ପରେ ଜନ୍ମର ପରବଶ ହୋଇ ଜନ୍ମ ମୃତ୍ୟୁ ଚକ୍ରରେ ଘୂରି ବୁଲେ। ଏସବୁ ହେଉଛି ଭଗବାନଙ୍କର ମାୟା। ଶ୍ରୋତାବନ୍ଧୁ, ଆମେ ଶ୍ରୀମଦ୍ ଭାଗବତର ତୃତୀୟ ଅଧ୍ୟାୟ ଅନ୍ତର୍ଭୁକ୍ତ ରାଜା ନିମିଙ୍କର ଯେଉଁ ଆଲୋଚନା ଯେ ମାୟାକୁ ପାର ହେବାର ଉପାୟ ତଥା ବ୍ରହ୍ମ ଓ କର୍ମଯୋଗ ନିରୂପଣ ସମ୍ପର୍କରେ ଆଲୋଚନା କରୁଛେ। ପଞ୍ଚ ମହାଭୂତର ପ୍ରଳୟ ସମୟ ପାଖେଇ ଆସିଲେ ଅନାଦି ଅନନ୍ତ କାଳ ହିଁ ସ୍ଥୂଳ ତଥା ସୂକ୍ଷ୍ମ ଦ୍ରବ୍ୟ ଓ ଗୁଣରୂପ ଏହି ସମସ୍ତ ଦୃଶ୍ୟ ବର୍ଗକୁ ଅବ୍ୟକ୍ତ ଆଡ଼କୁ ଅର୍ଥାତ୍ ସେମାନଙ୍କର ମୂଳ କାରଣ ଆଡ଼କୁ ଟାଣିନିଏ, ସମସ୍ତଙ୍କୁ ପ୍ରକୃତି ଭିତରେ ଲୀନ କରିଦିଏ। ସେତେବେଳେ 100 ବର୍ଷ ପର୍ଯ୍ୟନ୍ତ ଭୟଙ୍କର ଅନାବୃଷ୍ଟି ଲାଗି ରହେ। ପୃଥିବୀ ଭୀଷଣ ଭାବରେ ଉତ୍ତପ୍ତ ହୋଇଯାଏ ଓ ସେହି ଭୟଙ୍କର ଗ୍ରୀଷ୍ମ ତାପରେ 3 ଲୋକ ସନ୍ତପ୍ତ ହେବାକୁ ଲାଗେ। ସେତେବେଳେ ଶଙ୍କର୍ଷଣଙ୍କ ମୁଖରୁ ପ୍ରଚଣ୍ଡ ଅଗ୍ନିଶିଖା ନିର୍ଗତ ହୁଏ। ବାୟୁର ପ୍ରେରଣାରେ ସେହି ଅଗ୍ନି ପ୍ରଥମେ ପାତାଳ ଲୋକରୁ ଦଗ୍ଧ କରିବାକୁ ଆରମ୍ଭ କରେ ଏବଂ ଚତୁର୍ଦିଗରେ ବିରାଟ ବିରାଟ ଅଗ୍ନିଶିଖା ଖେଳିଯାଇ ବିଶ୍ୱକୁ ଜାଳିବାକୁ ଲାଗେ। ସେହି ପ୍ରଚଣ୍ଡ ଉତ୍ତାପର ପରିଣାମ ସ୍ୱରୂପ 100 ବର୍ଷ ପର୍ଯ୍ୟନ୍ତ ପ୍ରଳୟକାଳୀନ ସାମ୍ବର୍ତ୍ତକ ମେଘ ହାତୀ ଶୁଣ୍ଢରୁ ଅଜାଡ଼ିଲା ପରି ଭୀଷଣ ଧାରାରେ ଜଳବର୍ଷା କରିବାକୁ ଲାଗେ। ତା ଫଳରେ ଏହି ବିରାଟ ବିଶ୍ୱ ଜଳରେ ବୁଡ଼ିଯାଏ। ହେ ରାଜନ୍,
ଇନ୍ଧନ ସରିଗଲେ ଅଗ୍ନି ଯେପରି ନିଜର ଅବ୍ୟକ୍ତ ସ୍ୱରୂପରେ ଲୀନ ହୋଇଯାଏ, ବିରାଟ ସ୍ୱରୂପଧାରୀ ପରମାତ୍ମା ସେହିପରି ବିରାଟ ଶରୀର ତ୍ୟାଗ କରି ନିଜର ଅବ୍ୟକ୍ତ ସ୍ୱରୂପରେ ରହିଯାଆନ୍ତି। ସେହି ପ୍ରଳୟ କାଳରେ ପୃଥିବୀର ଗନ୍ଧ ତନ୍ମାତ୍ରକୁ ବାୟୁ ଶୋଷଣ କରିନିଏ ଏବଂ ପୃଥିବୀ ଜଳରେ ବୁଡ଼ିଯାଏ। ସେହିପରି ଜଳର ରସ ତନ୍ମାତ୍ରକୁ ବାୟୁ ଶୋଷଣ କରିନିଏ ଏବଂ ତା ଫଳରେ ଜଳ ତାର କାରଣ ଅଗ୍ନିରେ ବିଲୀନ ହୋଇଯାଏ। ଅଗ୍ନିର ରୂପ ତନ୍ମାତ୍ରକୁ ଅନ୍ଧାର ହରିନେବା ହେତୁ ଅଗ୍ନିତତ୍ତ୍ୱ ବାୟୁରେ ଲୀନ ହୋଇଯାଏ। ତାପରେ ବାୟୁର ଗୁଣ ସ୍ପର୍ଶ ତନ୍ମାତ୍ରକୁ ଆକାଶ ହରଣ କରିନିଏ ଓ ବାୟୁ ଆକାଶରେ ଲୀନ ହୋଇଯାଏ। କାଳ ସ୍ୱରୂପ ଈଶ୍ୱର ଆକାଶର ଗୁଣ ଶବ୍ଦ ତନ୍ମାତ୍ରକୁ ହରଣ କରିନେଲେ ଆକାଶ ଅହଙ୍କାରରେ ଲୀନ ହୋଇଯାଏ ଏବଂ ତା ସହିତ ଇନ୍ଦ୍ରିୟଗଣ ମନ ବୁଦ୍ଧି ଏ ସମସ୍ତେ ନିଜ ନିଜ ଅଧିଷ୍ଠାତୃ ଦେବତାଙ୍କ ସହିତ ଅହଙ୍କାରରେ ଲୀନ ହୋଇଯାଆନ୍ତି। ତାପରେ ଅହଙ୍କାର ମଧ୍ୟ ନିଜର ମୂଳ ସ୍ୱରୂପ ମହତ୍ତତ୍ୱରେ ଲୀନ ହୋଇଯାଏ। ଏହିପରି ଭାବରେ ଭଗବାନ ହିଁ ତ୍ରିଗୁଣମୟୀ ମାୟା ଦ୍ୱାରା ଏହି ସୃଷ୍ଟିର ଉତ୍ପତ୍ତି ସ୍ଥିତି ଓ ସଂହାର କରିଚାଲନ୍ତି। ମାୟାର ବର୍ଣ୍ଣନା ତ କରିଦେଲି, ଏଥର ଆପଣ ଆଉ କଣ ଜାଣିବାକୁ ଚାହୁଁଛନ୍ତି କୁହନ୍ତୁ? ରାଜା ନିମି ଏଥର ପଚାରିଲେ, ହେ ମହର୍ଷି, ଯେଉଁମାନେ ନିଜ ମନକୁ ବଶ କରିପାରି ନାହାନ୍ତି ସେମାନଙ୍କ ପକ୍ଷରେ ଭଗବାନଙ୍କର ଏହି ମାୟାକୁ ପାରିହେବା ବଡ଼ କଠିନ। ତେଣୁ ଆପଣ ଏପରି କୌଣସି ସରଳ ଉପାୟ କହିଦିଅନ୍ତୁ ଯାହା ଅବଲମ୍ବନ କଲେ ସାମାନ୍ୟ ଲୋକ ମଧ୍ୟ ଅନାୟାସରେ ମାୟାକୁ ପାରି ହୋଇଯିବ। ଏଥର ଚତୁର୍ଥ ଯୋଗୀଶ୍ୱର ପ୍ରବୁଦ୍ଧ କହିଲେ, ଲୋକେ କାମନା ପରବଶ ହୋଇ ଏପରି କଲେ ମୋର କଷ୍ଟ ଦୂର ହୋଇଯିବ ଓ ମୁଁ ସୁଖୀ ହୋଇଯିବି ବୋଲି ବିଚାର କରି ନାନା ପ୍ରକାର କର୍ମ କରନ୍ତି, କିନ୍ତୁ ତାହାର ପରିଣାମ ବିପରୀତ ହିଁ ହୋଇଥାଏ। ତେଣୁ କାମନା ପ୍ରବଣ ଲୋକଙ୍କର କର୍ମର ବିପରୀତ ପରିଣାମ ଦେଖି ବିଚାରବାନ ପୁରୁଷ କାମ୍ୟ କର୍ମରୁ ନିବୃତ୍ତ ହୋଇଯିବା ଆବଶ୍ୟକ। ଧନ ହେଉଛି ନିତ୍ୟ ପୀଡ଼ାଦାୟକ। ଏକେ ତ ଏହାକୁ ପାଇବା କଷ୍ଟସାଧ୍ୟ, ଯଦି ବା ମିଳିଗଲା ତେବେ ବି ଆତ୍ମା ପାଇଁ ଏହା ମୃତ୍ୟୁ ସ୍ୱରୂପ। ତେଣୁ ଜାଣି ରଖନ୍ତୁ ଯେ ଦୁଃଖେ ସଞ୍ଚିତ ଯେତେ ଧନ ସେ ନୁହେଁ ସୁଖେ ପ୍ରୟୋଜନ। ପଶୁ ତନୟ ଦାରା ଦାସ ଏ ସର୍ବ ବିଜୁଳି ପ୍ରକାଶ। ଏହିପରି ନାଶବାନ ପଦାର୍ଥମାନଙ୍କରୁ ଶାଶ୍ୱତ ଶାନ୍ତି ବା ମିଳିବ କିପରି? ଠିକ୍ ସେହିପରି ସକାମ ଅନୁଷ୍ଠାନରୁ ମିଳୁଥିବା ସ୍ୱର୍ଗ ଆଦି ମଧ୍ୟ ଅନିତ୍ୟ ଓ ନାଶବାନ ବୋଲି ବୁଝିବା ଉଚିତ। କାରଣ ଇହଲୋକରେ ଯେପରି ରାଜାମାନଙ୍କର ମଧ୍ୟରେ ପରସ୍ପର ପ୍ରତି ସ୍ପର୍ଦ୍ଧା ଭାବ ରହିଛି, ସେଠାରେ ସ୍ୱର୍ଗାଦିରେ ମଧ୍ୟ ପରସ୍ପର ପ୍ରତି ସ୍ପର୍ଦ୍ଧା ଏବଂ ଈର୍ଷା ଦ୍ୱେଷ ରହିଥାଏ। ତେଣୁ ଏପରି ରାଗଦ୍ୱେଷପୂର୍ଣ୍ଣ ବାତାବରଣରେ ସୁଖ ଶାନ୍ତି ବା କିପରି ମିଳିପାରିବ? ସୁତରାଂ ସର୍ବୋତ୍ତମ କଲ୍ୟାଣ ପ୍ରାପ୍ତି ନିମନ୍ତେ ଜିଜ୍ଞାସୁକୁ ଏପରି ଗୁରୁଙ୍କ ଶରଣ ନେବାକୁ ପଡ଼ିବ ଯିଏକି ବେଦରେ ପାରଙ୍ଗମ ତଥା ପରମାତ୍ମାଙ୍କଠାରେ ଦୃଢ଼ ପ୍ରତିଷ୍ଠିତ ହୋଇଥିବେ। ସେଭଳି ଗୁରୁଦେବଙ୍କୁ ନିଜର ପ୍ରିୟ ଆତ୍ମା ଓ ଇଷ୍ଟଦେବ ବୋଲି ମାନିବାକୁ ପଡ଼ିବ। ତାଙ୍କ ପାଖରେ ରହି ଭାଗବତ ଧର୍ମ ବିଷୟରେ ଉପଦେଶ ଗ୍ରହଣ କରିବାକୁ ପଡ଼ିବ। ନିଜର ପ୍ରତ୍ୟେକ କ୍ରିୟା ଦ୍ୱାରା ଓ ସକଳ ବୁଦ୍ଧି ଦ୍ୱାରା ନିଷ୍କପଟ ଭାବରେ ତାଙ୍କର ସେବା କରିବାକୁ ପଡ଼ିବ। ଏପରି କଲେ ଭଗବାନ ଅତି ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି। ଭଗବାନ ହେଉଛନ୍ତି କୃପାମୂର୍ତ୍ତି। ଭକ୍ତମାନଙ୍କୁ କୃପା କରିବା ନିମନ୍ତେ ସେ ସୁଯୋଗ ଖୋଜୁଥାନ୍ତି। ଏପରିକି ସେ ଭକ୍ତମାନଙ୍କ ପାଖରେ ନିଜକୁ ବି ଦାନ କରିଦେଇଥାନ୍ତି। ସାଧକ ସର୍ବପ୍ରଥମେ ସକଳ ସ୍ଥିତିରେ ଅନ୍ତର ଭିତରେ ପୂର୍ଣ୍ଣ ଅନାସକ୍ତ ହୋଇଯାଆନ୍ତୁ। ସାଧୁ ସନ୍ଥ ତଥା ଭକ୍ତମାନଙ୍କୁ ପ୍ରେମ କରନ୍ତୁ। ଯଥାଯୋଗ୍ୟ ରୀତିରେ ସକଳ ପ୍ରାଣୀଙ୍କ ପ୍ରତି ଦୟା, ସମାସ୍କନ୍ଦମାନଙ୍କ ସହିତ ମିତ୍ରତା, ବୟୋଜ୍ୟେଷ୍ଠମାନଙ୍କ ପ୍ରତି ବିନମ୍ରତା ଦେଖାଇବାର ଅଭ୍ୟାସ କରନ୍ତୁ। ବାହ୍ୟ ଓ ଆନ୍ତରିକ ଶୁଦ୍ଧି, ସ୍ୱଧର୍ମାଚରଣ ରୂପୀ ତପ, ସହିଷ୍ଣୁତା, ଭଗବତ୍ ସ୍ୱରୂପ ମନନ, ସ୍ୱାଧ୍ୟାୟ ଓ ନାମ ଜପ, ସରଳତା, ବ୍ରହ୍ମଚର୍ଯ୍ୟ, ଅହିଂସା ଆଚରଣ କରି ନିଜକୁ ଶୀତ ଉଷ୍ମ, ସୁଖ ଦୁଃଖ, ହର୍ଷ ଶୋକାଦି ଦ୍ୱନ୍ଦ୍ୱରୁ ବିମୁକ୍ତ କରିବାକୁ ଅଭ୍ୟାସ କରନ୍ତୁ। ଏକମାତ୍ର ଆତ୍ମା ସର୍ବତ୍ର ପରିବ୍ୟାପ୍ତ।
ଏହି ଭାବରେ ସର୍ବତ୍ର ଆତ୍ମସତ୍ତାକୁ ଦର୍ଶନ କରିବା, ଏକାନ୍ତ ପବିତ୍ର ସ୍ଥାନରେ ବାସ କରିବା, ଗୃହ ସମ୍ପଦ ପ୍ରତି ମମତା ନ ରଖିବା, ସରଳ ସାଧାରଣ ବସ୍ତ୍ର ପିନ୍ଧିବା, ସନ୍ନ୍ୟାସୀ ହୋଇଥିଲେ ବକ୍କଳ ପିନ୍ଧିବା ଏବଂ ଯେଉଁଠି ଯେତିକି ମିଳିଲା ସେଥିରେ ସନ୍ତୁଷ୍ଟ ରହିବା ଶିଖନ୍ତୁ। ଭଗବତ ପ୍ରାପ୍ତିର ମାର୍ଗ ଦର୍ଶାଉଥିବା ଶାସ୍ତ୍ରମାନଙ୍କରେ ଶ୍ରଦ୍ଧା ରଖିବା, ଅନ୍ୟ ଶାସ୍ତ୍ରମାନଙ୍କୁ ନିନ୍ଦା ନ କରିବା, ମନ, ବଚନ ଓ ଶରୀରରେ ସଂଯମ ରକ୍ଷା କରିବା, ସତ୍ୟଭାଷୀ ହେବା, ଶମ ଅର୍ଥାତ୍ ମନୋନିଗ୍ରହ ବା ମନକୁ ଶାନ୍ତ କରିବା ଏବଂ ଦମ ଅର୍ଥାତ୍ ଇନ୍ଦ୍ରିୟ ନିଗ୍ରହ କରିବା ଶିଖନ୍ତୁ। ଅଦ୍ଭୁତ କର୍ମା ହରିଙ୍କର ଜନ୍ମ, କର୍ମ ଓ ଗୁଣାବଳୀ ଶ୍ରବଣ, କୀର୍ତ୍ତନ, ଧ୍ୟାନ କରିବା, ତାଙ୍କରି ପାଇଁ ସକଳ କ୍ରିୟା କରିବା ତଥା ଜପ, ଯଜ୍ଞ, ଦାନ, ସଦାଚାର ଓ ନିଜର ସବୁ ପ୍ରିୟ ପଦାର୍ଥ ଏପରିକି ନିଜର ସ୍ତ୍ରୀ, ପୁତ୍ର, ଘର ଓ ପ୍ରାଣ ଅର୍ଥାତ୍ ସବୁ କିଛି ଭଗବାନଙ୍କୁ ଅର୍ପଣ କରିଦେବା ଶିଖନ୍ତୁ। ଶ୍ରୀକୃଷ୍ଣ ହିଁ ଯାହାଙ୍କର ଆତ୍ମା, ସେପରି ମନୁଷ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ସ୍ଥାପନ କରିବା, ସନ୍ଥ ମହାପୁରୁଷମାନଙ୍କର, ସାଧାରଣ ଲୋକଙ୍କର ଯାହାଙ୍କ ଉପରେ କିଛି ଦୈବୀ ଦୁର୍ବିପାକ ପଡ଼ିଛି ସେମାନଙ୍କର ଏବଂ କ୍ଷୁଧା, ତୃଷ୍ଣା ଓ ରୋଗରେ ପୀଡ଼ିତ ଲୋକମାନଙ୍କର ସେବା କରିବା ଶିଖନ୍ତୁ। ଏସବୁ କର୍ମ ଅତ୍ୟନ୍ତ ଶ୍ରଦ୍ଧା ଓ ପ୍ରେମପୂର୍ବକ ନିଷ୍କାମ ଭାବରେ କରିବାକୁ ହେବ। ଏହାଛଡ଼ା ଭଗବାନଙ୍କର ପରମ ପାବନ ଯଶ ସମ୍ବନ୍ଧରେ ନିଜ ନିଜ ମଧ୍ୟରେ ଚର୍ଚ୍ଚା କରିବାକୁ ପଡ଼ିବ। ଏପରି ସାଧକମାନେ ଏକତ୍ର ହୋଇ ପରସ୍ପର ମଧ୍ୟରେ ପ୍ରେମ ଭାବ ରଖି ତଥା ସକଳ ପ୍ରକାରେ ପ୍ରସନ୍ନ ରହି ଓ ସଂସାରରୁ ଉପରତ ହୋଇ ପରସ୍ପର ମଧ୍ୟରେ ଆଧ୍ୟାତ୍ମିକ ଶାନ୍ତି ଅନୁଭବ କରିବାକୁ ପଡ଼ିବ। ହେ ରାଜନ୍, ଭଗବାନ ଶ୍ରୀକୃଷ୍ଣ କ୍ଷଣକ ମଧ୍ୟରେ ରାଶି ରାଶି ପାପ ଭସ୍ମ କରିଦିଅନ୍ତି। ତେଣୁ ସର୍ବଦା ତାଙ୍କୁ ସ୍ମରଣ କରନ୍ତୁ ଓ ଅନ୍ୟକୁ ସ୍ମରଣ କରାନ୍ତୁ। ଏହିପରି ସାଧନା ଓ ଭକ୍ତି ଅନୁଷ୍ଠାନ କରୁ କରୁ ପ୍ରେମ ଭକ୍ତି ଉଦୟ ହୋଇଯାଏ। ସେହି ଭକ୍ତିରେ ସାଧକଙ୍କର ଶରୀର ପ୍ରେମ ପୁଲକିତ ହୋଇଯାଏ। ଭଗବାନଙ୍କର ଏପରି ଭକ୍ତ, ହାୟ ମୋତେ ଏପର୍ଯ୍ୟନ୍ତ ଅଚ୍ୟୁତ ଭଗବାନଙ୍କର ଦର୍ଶନ ମିଳିଲା ନାହିଁ ବୋଲି ଚିନ୍ତା କରି କରି କେବେ କାନ୍ଦେ ତ କେବେ ଆନନ୍ଦରେ ହସେ। ପୁଣି ସେ କହେ, ଚିତ୍ତେ ଗୋବିନ୍ଦ ନାମ ସ୍ମରେ, ରୋଦନ କରେ ଉଚ୍ଚସ୍ୱରେ। କ୍ଷଣେ ହସଇ କ୍ଷଣେ ନାଚେ, ଘନ ଗର୍ଜନ କରେ ଉଚ୍ଚେ। କ୍ଷଣକେ ଗାଏ ଗୁଣଗାଥା, କହଇ ଅଲୌକିକ କଥା। କ୍ଷଣକେ କୃଷ୍ଣ ଗୁଣ ଗୁଣି, ଚକ୍ଷୁ ବୁଜଇ ହୋଇ ତୁନି। ଶ୍ରୋତାବନ୍ଧୁ, ଭକ୍ତମାନେ ଏଭଳି ଭଗବତ ପ୍ରେମରେ ମଜି ଶେଷରେ ପରମାତ୍ମାକୁ ପାଇ ପ୍ରେମାନନ୍ଦ ଲାଭ କରନ୍ତି। ଏପରି ଭାବରେ ଯେ ଭାଗବତ ଧର୍ମର ଶିକ୍ଷାରେ ସମ୍ପନ୍ନ ହୋଇଯାନ୍ତି, ସେ ସେଥିରୁ ଉତ୍ପନ୍ନ ହେଉଥିବା ଭକ୍ତି ଦ୍ୱାରା ନାରାୟଣଙ୍କର ପରାୟଣ ହୋଇଯାନ୍ତି ଏବଂ ଭକ୍ତିର ପ୍ରଭାବରେ ଏହି ଦୁସ୍ତର ମାୟାକୁ ସହଜରେ ଅତିକ୍ରମ କରିଯାନ୍ତି। ଏହା ହିଁ ହେଉଛି ଭଗବାନଙ୍କର ଭକ୍ତିର ମହିମା। ଶ୍ରୋତାବନ୍ଧୁ, ଆଜି ଆମେ ମାୟା ଏବଂ ମାୟାରୁ ଉର୍ଦ୍ଧ୍ୱିତ ହବାର ଯେଉଁ ସୂତ୍ରକୁ ଆମେ ଖୋଜୁଛେ ଏଇ ଶ୍ରୀମଦ୍ ଭାଗବତର ଏଇ ଏକାଦଶ ସ୍କନ୍ଧରେ, ଅଡିଓଟି କେମିତି ଲାଗିଲା ଆପଣମାନଙ୍କ ମତାମତ ଅପେକ୍ଷାରେ ରହିଲି। ଏବଂ ଏହା ପରେ ମହର୍ଷିଗଣଙ୍କୁ ରାଜା ନିମି ପୁଣି ପଚାରୁଛନ୍ତି ଯେ ନାରାୟଣ ନାମରେ ଯେଉଁ ପରମବ୍ରହ୍ମ ନାମିତ, ତାଙ୍କର ସ୍ୱରୂପ କିପରି ତାହା ମୋତେ ବୁଝାନ୍ତୁ। ଆମେ ଏଇ ପରବର୍ତ୍ତୀ ଅଡିଓରେ ତାଙ୍କର ସ୍ୱରୂପ ବା ନାରାୟଣ ପରମାତ୍ମାଙ୍କର ସ୍ୱରୂପ ସମ୍ପର୍କରେ ଆଲୋଚନା କରିବା। ଆପଣମାନଙ୍କର ସୁନ୍ଦର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।